ମୋ ବିବାହକୁ 3 ମାସ ହୋଇଯାଇଥିଲା, କିନ୍ତୁ ମୋ ସ୍ୱାମୀ ମୋ ପାଖ ମାଡୁ ନଥିଲେ। ଆଉ ପ୍ରତିଦିନ ରାତି ହେଲେ ଫିଟିକିରି ନେଇ ବାଥରୁମ ଚାଲି ଯାଉଥିଲେ। କେଜାଣି ଫିଟିକିରି ନେଇ ବାଥରୁମରେ ଘଣ୍ଟା ଘଣ୍ଟା କଣ କରୁଥିଲେ ସେ? ଭୋର ହେଲେ ବାଥରୁମରୁ ବାହାରୁଥିଲେ, ଆଉ ତାଙ୍କୁ ଅପେକ୍ଷା କରି କରି ମୁଁ ଅଧା ରାତି ହେଲେ ଶୋଇ ପଡୁଥିଲି। ପ୍ରତିଦିନ ସେ ଘରକୁ ଆସିବା ବେଳେ ନିଜ ସାଥିରେ ବିଭିନ୍ନ ପ୍ରକାରର ଫିଟିକିରି ନେଇ ଆସୁଥିଲେ, ଆଉ ସେ ଫିଟିକିରିକୁ ଖୁବ୍ ଯତ୍ନରେ ରଖୁଥିଲେ। ଏପରିକି ବାରମ୍ବାର ଡବା ଖୋଲି ସେ ଫିଟିକିରିକୁ ଦେଖୁଥିଲେ, ଆଉ ଯତ୍ନରେ ପୁଣି ରଖିଦେଉଥିଲେ। ତାଙ୍କର ଏ ଅଜବ କାରନାମାକୁ ନେଇ ମୋତେ ବଡ଼ ଅଜବ ଲାଗୁଥିଲା। ମୋର ସନ୍ଦେହ ବଢୁଥିଲା। ଦିନେ ତାଙ୍କର ଫିଟିକିରିର ଅଜବ କାରନାମା ଜାଣିବା ପାଇଁ ବାଥରୁମର ସ୍କାଏଲାଇଟ୍ ଦେଇ ଦେଖିଲି, ଆଉ ବାଥରୁମ ଭିତରେ ଫିଟିକିରି ନେଇ ମୋ ସ୍ୱାମୀ ଯାହା କରୁଥିଲେ ସେ ଦୃଶ୍ୟ ଦେଖିକି ମୋର ହୋସ ଉଡ଼ିଗଲା। ଆଖି ଆଗରେ ଅନ୍ଧାର ଛାଇଗଲା। ଏବେ ମୁଁ ପୁରା ସତ ଜାଣି ଯାଇଥିଲି କି ସେ କାହିଁକି ମୋ ପାଖ ମାଡୁନାହାନ୍ତି ବୋଲି। ମୋ ନାଁ ଲାଲି, ବୟସ 23 ବର୍ଷ। ମୁଁ ଓଡ଼ିଶାର ବାଲେଶ୍ୱରରେ ରହୁଛି। ମୋତେ ତ କେଜାଣି କାହିଁକି ଏମିତି ଲାଗୁଛି ଯେ ସବୁ ନର୍ମାଲ ହୋଇକି ନର୍ମାଲ ନାହିଁ, ଜୀବନ ବିଗିଡ଼ି ଯାଇଥିବା ପରି ଲାଗୁଛି। ଏସବୁ ଭାବି ଭାବି ମୋ ମୁଣ୍ଡରେ ଭୀଷଣ କଷ୍ଟ ହେଉଥିଲା। ମୋତେ ଲାଗୁଥିଲା କି ଯଦି ମୁଁ ଆଉ ଗୋଟେ ଦିନ ବି ସେ ଲୋକ ସହିତ ରହିବି ତ ପାଗଳ ହୋଇଯିବି। କେବେ କେବେ ମୋତେ ଲାଗୁଥିଲା କି ମୁଁ ପାଗଳ ହୋଇଯିବି, ଆଉ କେବେ କେବେ ଲାଗୁଥିଲା କି ମୋ ସ୍ୱାମୀ ଜଣେ ପାଗଳ ବୋଲି। ମୁଁ ଭାବି ପାରୁନଥିଲି କି ଆମ ଦୁହିଁଙ୍କ ଭିତରୁ କିଏ ନର୍ମାଲ ଆଉ କିଏ ନୁହେଁ। ବାହା ହୋଇ ଆସିବା ପରେ ସେଇ ଫିଟିକିରି ମୋ ଜୀବନର ସବୁଠୁ ବଡ଼ ସମସ୍ୟା ପାଲଟି ଯାଇଥିଲା। କିଏ ଚିନ୍ତା ବି କରିପାରିବନି ଯେ ଗୋଟିଏ ଧଳା ରଙ୍ଗର ଫିଟିକିରି ମୋ ଜୀବନକୁ ନର୍କ କରିଦେଇଥିଲା। ପ୍ରତିଦିନ ମୋ ସ୍ୱାମୀ ଗୋଟିଏ ଗୋଟିଏ ନୂଆ ଡିଜାଇନର ଫିଟିକିରି ନେଇକି ଆସୁଥିଲେ, ଆଉ ତାକୁ ସମ୍ଭାଳିକି ବଡ଼ ଯତ୍ନରେ ରଖୁଥିଲେ ଯେମିତି ହୀରା ଅଳଙ୍କାର। ସେ ପାଗଳ ପରି ପ୍ରତି 10 ମିନିଟରେ ଆସିକି ସେଇ ଫିଟିକିରିକୁ ଦେଖିକି ଯାଉଥିଲେ କି କାଳେ ଖରାପ ହୋଇଯାଇନି ତ, ଆଉ କି କାଳେ ସେଇ ଫିଟିକିରିକୁ ଚୋରି କରିକି କିଏ ନେଇଯାଇନି ତ, ଆଉ କିଛି ଜିନିଷ ଫିଟିକିରି ଉପରେ ପଡ଼ିଯାଇନି ତ। ଆଉ ସେ ବାରମ୍ବାର ଆଣିଥିବା ଫିଟିକିରିକୁ ଦେଖୁଥିଲେ, ଆଉ ତାର ଯତ୍ନ ନେଉଥିଲେ। କେତେବେଳେ ତାକୁ ଲକରରେ ତ କେତେବେଳେ ଡ୍ର ଭିତରେ ରଖୁଥିଲେ, କେତେବେଳେ ସୁଟକେସରେ ସମ୍ଭାଳିକି ରଖୁଥିଲେ, କେତେବେଳେ ରୋଷେଇ ଘରେ ଥିବା ଡବାରେ ଲୁଚେଇ ରଖୁଥିଲେ। ମୁଁ ଭାବି ଭାବିକି ପାଗଳ ହୋଇଯାଇଥିଲି ଯେ ଫିଟିକିରିରେ ଏମିତି କଣ ଅଛି ଯେ ମୋ ସ୍ୱାମୀ ପାଗଳ ହୋଇଯାଉଛନ୍ତି। ଆଉ ତାଙ୍କୁ ସେ ଫିଟିକିରି ପ୍ରତି ଏତେ ପ୍ରେମ ଥିଲା ଯେ ଯେତେବେଳେ ବିବାହ ପରେ ମୁଁ ନୂଆ ନୂଆ ବୋହୂ ହୋଇକି ଏ ଘରକୁ ଆସିଥିଲି ସେତେବେଳେ ବି ତାଙ୍କ ହାତରେ ଏହି ଫିଟିକିରି ଥିଲା। ସେ ମୋ ସହିତ କଥା ହେବା ପରେ ସେଇ ଫିଟିକିରି ନେଇ ବାଥରୁମକୁ ଗଲେ, ଆଉ ବାଥରୁମ ଯିବା ପାଖାପାଖି 3 ଘଣ୍ଟା ହୋଇଗଲା। ଆଉ ମୁଁ ଅପେକ୍ଷା କରି କରି ଶୋଇଗଲି। ଏମିତିରେ କେତେବେଳେ ସକାଳ ହୋଇଯାଇଛି ମୁଁ ଜାଣିପାରିଲିନି। ସକାଳୁ ଉଠିବା ବେଳକୁ ମୋ ସ୍ୱାମୀ ବିଛଣାରେ ନଥିଲେ। ମୁଁ ଚିନ୍ତାରେ ପଡ଼ିଗଲି କି କଣ ସେ ରାତି ସାରା ବାଥରୁମରେ ବିତେଇ ଦେଇନାହାନ୍ତି ତ। ଆଉ ଏମିତି ଭାବୁ ଭାବୁ କିଛି ସମୟ ପରେ ସେ ବାଥରୁମରୁ ବାହାରିଲେ, ଆଉ ତାଙ୍କ ହାତରେ ଗୋଟିଏ ଥଳି ଥିଲା, ତା ଭିତରେ ଫିଟିକିରି ଥିଲା। ମୋ ସ୍ୱାମୀ ଦୀର୍ଘ ସମୟ ଯାଏ ସେ ଫିଟିକିରି ନେଇ ବାଥରୁମରେ ରହୁଥିଲେ। ବାଥରୁମରୁ ବାହାରିବା ପରେ କହୁଥିଲେ କି ସବୁ ଅଭାବ ପୂରଣ ହୋଇଗଲା। ମୁଁ ଲାଜେଇ ଯାଉଥିଲି କି କେଜାଣି ସେ କେଉଁ ଅଭାବ କଥା ପୂରଣ ହେବା କହୁଥିଲେ। ସେଦିନ ଥିଲା ଆଉ ଆଜିର ଦିନ। ମୋ ବିବାହକୁ ପ୍ରାୟ 4 ମାସ ହୋଇଯାଇଥିଲା, ଆଉ ସେ ଫିଟିକିରି ଥିଲା ଯେ ତାର କାହାଣୀ ଆଜି ଯାଏଁ ସରିବାର ନାଁ ହିଁ ନେଉନି। ସେ ବାରମ୍ବାର ସେ ଫିଟିକିରି ନେଇ ବାଥରୁମ ଯାଉଥିଲେ, ଆଉ ସେଠାରେ କଣ କରୁଥିଲେ କେଜାଣି, କିନ୍ତୁ ବାଥରୁମରୁ ତ ଲଗାତାର ପାଣି ପଡ଼ିବାର ଶବ୍ଦ ଶୁଭୁଥିଲା। ଆଉ ଯେତେବେଳେ ଅଧିକ ସମୟ ହୋଇଯାଉଥିଲା ମୋ ସ୍ୱାମୀ ବାଥରୁମରୁ ବହୁତ ଖୁସି ହୋଇ ବାହାରକୁ ବାହାରୁଥିଲେ। ମୁଁ ପୁରା ଦ୍ୱନ୍ଦ୍ୱରେ ଫସି ଯାଇଥିଲି, ଆଉ ମୁଁ ଏକଥା ବି କାହାକୁ କହିପାରୁନଥିଲି। ତେଣୁ ଏହା ପଛର କାରଣ ଜାଣିବା ପାଇଁ ଦିନେ ମୁଁ ବାଥରୁମ ସ୍କାଏଲାଇଟ୍ ଦେଇ ଦେଖିଲି, ଆଉ ବାଥରୁମରେ ଯାହା ଦେଖିଲି ମୋ ମୁଣ୍ଡ ଘୁରେଇ ଦେଲା। ମୋର ହୋସ ଉଡ଼ିଗଲା। ମୋ ବାପା ମା ମୋତେ ବହୁତ ଭଲ ପାଉଥିଲେ। ମୁଁ ତାଙ୍କର ଅତି ପ୍ରିୟ ଥିଲି। ମୁଁ ସବୁଠୁ ଛୋଟ ଥିଲି, ତେଣୁ ବାପା ମାଙ୍କ ସହିତ ଭାଇ ଭଉଣୀ ବି ମୋତେ ଭଲ ପାଉଥିଲେ। ମୁଁ ପିଲାଦିନେ ବହୁତ ଅସୁସ୍ଥ ରହୁଥିଲି,
ଆଉ ମୋ ବାପା ମା ସବୁବେଳେ ମୁଁ ସୁସ୍ଥ ହେବା ନେଇ ପ୍ରାର୍ଥନା କରୁଥିଲେ। ପିଲାଦିନେ ମୋତେ ବାରମ୍ବାର ଡାକ୍ତରଙ୍କ ପାଖକୁ ନିଆଯାଉଥିଲା। ମୋ ବାପା ମା ବି ଠାକୁରଙ୍କ ପାଖରେ କାନ୍ଦି କାନ୍ଦି ମୋ ଜୀବନର ଭିକ ମାଗୁଥିଲେ। କିନ୍ତୁ ମୋ ବାପା ମାଙ୍କୁ ଏକଥା ଜଣାନଥିଲା କି ସେମାନେ ତାଙ୍କ ପ୍ରିୟ ଝିଅକୁ ଛାଡ଼ି ଏ ଦୁନିଆରୁ ଖୁବ୍ ଶୀଘ୍ର ପଳେଇବେ। ବାପା ମାଙ୍କ ପରେ ମୋର ଜଣେ ବଡ଼ ଭାଇ ଓ ଭଉଣୀ ବି ମୋତେ ଛାଡ଼ି ଏ ଦୁନିଆରୁ ପଳେଇଥିଲେ। ମୁଁ 7 ବର୍ଷର ଥିବାବେଳେ ଆମ ପରିବାର ପିକନିକରେ ଯାଉଥିଲୁ। ରାସ୍ତାରେ ଅଚାନକ ଗାଡ଼ି ଦୁର୍ଘଟଣା ହେଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ବାପା ମା ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଯାଇଥିଲା। ମୁଁ ଏକା ବଞ୍ଚିଗଲି। ମୋତେ ଅଳ୍ପ ଆଘାତ ଲାଗିଥିଲା। ଲୋକମାନେ ମୋତେ ଦେଖିକି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କି ମୁଁ କେମିତି ବଞ୍ଚିଗଲି। କିଛି ଲୋକ ଦେଖିକି ବି ଅଫସୋସ କରୁଥିଲେ। ସେମାନେ କହୁଥିଲେ କି ଏବେ ସେ ଝିଅ କେମିତି ବଞ୍ଚିବ, କିଏ ଏହାକୁ ଚଳେଇବ। ଏମିତି ଭାବରେ ମୋର ପୁରା ପରିବାର ମରିଗଲେ ଆଉ ମୁଁ ଏକା ହୋଇଗଲି। ମୋ ବାପାଙ୍କ ସାବତ ଭାଇ ମୋତେ ତାଙ୍କ ଘରକୁ ନେଇଗଲେ ଆଉ ମୋ ମାଙ୍କ ସମ୍ପର୍କୀୟ ବି ମୋତେ କେବେ ଦେଖିବାକୁ ଆସୁନଥିଲେ। ମୁଁ ମୋ ଦାଦାଙ୍କ ଘରେ ରହି ତାଙ୍କ ଝିଅର ଡ୍ରେସ୍ ପିନ୍ଧି ବଳୁଥିବା ଖାଦ୍ୟ ଖାଇ ବଞ୍ଚି ଯାଉଥିଲି। ସେମାନେ ମୋତେ ବହୁତ ନିନ୍ଦା ବି କରୁଥିଲେ। ତାଙ୍କ ନିନ୍ଦା ଶୁଣି ଶୁଣି ମୁଁ ବଡ଼ ହୋଇଥିଲି। ଏମିତି ଭାବରେ ସମୟ ଖୁବ୍ ଶୀଘ୍ର ଚାଲିଗଲା। ବିବାହ ବୟସ ହେବା ପରେ ଖୁଡ଼ି ମୋତେ ଏମିତି ମଣିଷ ସହିତ ବିବାହ କରେଇଦେଲେ। ମୁଁ ଭାବୁଥିଲି କି ଖୁଡ଼ିଙ୍କ ଘରେ ସବୁ କାମ କରିବା ଅପେକ୍ଷା ମୋ ସ୍ୱାମୀଙ୍କ ଘରେ କାମ କଲେ ଭଲ। ଯେତେବେଳେ ମୁଁ ଭାବି ସ୍ୱାମୀଙ୍କୁ ଦେଖିଲି ତ ସେ ବହୁତ ହ୍ୟାଣ୍ଡସମ୍ ଓ ସ୍ମାର୍ଟ ଥିଲେ। ଆଉ ଶୁଣିଲି କି ତାଙ୍କର ନିଜର ଘର ଥିଲା। ତେଣୁ ଏକଥାରେ ମୁଁ ବହୁତ ଖୁସି ହୋଇଗଲି। ଖୁଡ଼ି ତ ମୋ ଠାରୁ ଛୁଟକାରା ପାଇବା ପାଇଁ ଚାହୁଁଥିଲେ। ଆଉ ମୋ ଖୁଡ଼ିଙ୍କ ଝିଅ ସେତେ ସୁନ୍ଦର ନଥିଲା। ତେଣୁ ଈର୍ଷା କାରଣରୁ ସେ ମୋତେ ଜଲ୍ଦି ବିଦା କରିବାକୁ ଚାହୁଁଥିଲେ। ବିଦା ହେବା ସମୟରେ ଖୁଡ଼ି ମୋତେ କହିଥିଲେ କି ତମ ଶାଶୁ ଘରେ ହିଁ ରହିବ, ଏଠାକୁ ଆସିବା କିଛି ଦରକାର ନାହିଁ। ଯଦି ସେଠାରେ କିଛି ବି ସମସ୍ୟା ହୁଏ ତାହେଲେ ବରଦାସ୍ତ କରିବ। ଛାଡ଼ପତ୍ର ନେଇକି ଆମ ଘରକୁ ପଳେଇ ଆସିବନି। ଖୁଡ଼ିଙ୍କର ଏମିତି କଥାବାର୍ତ୍ତା ମୋତେ ଜମା ବି ଭଲ ଲାଗିଲାନି। ମୋର ବିଦାୟ ବି ହୋଇନି ଆଉ ସେ ଛାଡ଼ପତ୍ର ଯାଏଁ ପଳେଇଲେଣି। ହେଲେ ସେ ଏମିତି କାହିଁକି କହୁଛନ୍ତି? କ'ଣ ସେ ପୁଅର କିଛି ଗଡ଼ବଡ଼ ଥିଲା? ମୋ ମନ ଭିତରେ ଅଜବ ଅଜବ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଥିଲା। ଆଉ ସେ ପ୍ରଶ୍ନ କଥା ଭାବି ଭାବି ମୁଁ ବିଦା ହୋଇ ଶାଶୁ ଘର ଆସିଲି। ବିବାହର ପ୍ରଥମ ରାତିରେ ହିଁ ମୋତେ ଜଣାପଡ଼ିଯାଇଥିଲା କି ଖୁଡ଼ି ଏମିତିକା କଥା କାହିଁ କହୁଥିଲେ। ଯେଉଁ ଝିଅର ସ୍ୱାମୀ ତାର ପ୍ରଥମ ରାତିର ସମ୍ପର୍କ ଯୋଡ଼ିବା ବଦଳରେ ରାତି ସାରା ବାଥରୁମରେ କଟାଇ ଦିଏ ତାର ମାନସିକ ଅବସ୍ଥା କ'ଣ ଥିବ। ଲାଜରେ ମୁଁ ଏ ପ୍ରଶ୍ନ ମୋ ସ୍ୱାମୀଙ୍କୁ ବି କରିପାରୁନଥିଲି। କାହିଁକି ନା ନୂଆ ବୋହୂ ଯଦି କିଛି ପଚାରିବ ତାହେଲେ ସେଇଟା ଭୁଲ ହୋଇପାରେ। ମୁଁ ଭାବିଲି କି ମୁଁ ତ ଶୋଇଯାଇଥିଲି, ହେଇପାରେ ସେ ବି ଆସି ଶୋଇଯାଇଥିବେ ଆଉ ଭୋରରୁ ପୁଣି ଥରେ ବାଥରୁମ ଚାଲି ଯାଇଥିବେ। ବାସ୍ ଏତିକି ଭାବିକି ମୁଁ ଟିକେ ଆଶ୍ୱସ୍ତ ହେଇଥିଲି। କିନ୍ତୁ ମୋର ଏହି ଆଶ୍ୱସ୍ତି କେଉଁ କାମର ନଥିଲା। ପ୍ରତିଦିନ ମୋ ସ୍ୱାମୀ ରୁମ୍ ଭିତରେ ଏମିତି ଅଜବ ଅଜବ ହରକତ କରୁଥିଲେ। ବିବାହର 1 ମାସ ପୁରା ହେବା ପରେ ଶାଶୁ ପିଲାପିଲି ପାଇଁ କହିଦେଲେ। ମୋ ଶାଶୁଙ୍କୁ ଏଇଟା ବି ତ ମାଲୁମ ନଥିଲା କି ମୋ ସ୍ୱାମୀ ମାସେ ହେଲା ମୋ ଦେହରେ ହାତ ବି ଲଗେଇ ନାହାନ୍ତି। ତାଙ୍କ ପୁଅ କେଜାଣି କେମିତିକା ହରକତରେ ବ୍ୟସ୍ତ ରହୁଛନ୍ତି। ଆଉ ମୁଁ ଲାଜରେ ଏକଥା କାହାକୁ ବି କହିପାରୁନଥିଲି। 1 ମାସ ପରେ ଯେତେବେଳେ ମୁଁ ଖୁଡ଼ିଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଗଲି, ଖୁଡ଼ି ମୋତେ ଦେଖିକି ଚିନ୍ତିତ ହୋଇଗଲେ ଆଉ ପଚାରିଲେ, ଶାଶୁ ଘର ଛାଡ଼ିକି ପଳେଇ ଆସିନ ତ? ତାଙ୍କ ପ୍ରଶ୍ନରେ ମୁଁ ପୁରା ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଦେଖିଲି। ମୁଁ ବିଦା ହେବା ସମୟରେ ବି ସେ ଏମିତିକା କଥା କହିଥିଲେ ଆଉ ମୁଁ ପୁରା 1 ମାସ ପରେ ତାଙ୍କୁ ଭେଟିବା ପାଇଁ ଆସିଥିଲି। ଆଉ ସେତେବେଳେ ବି ସେ ମୋ ସହିତ ଏମିତି ଅଜବ ଅଜବ କଥା କରୁଥିଲେ। ମୁଁ ଖୁଡ଼ିଙ୍କୁ କହିଲି, ନା ମୁଁ ତ ଖାଲି ଏମିତି ତମକୁ ଭେଟିବା ପାଇଁ ଆସିଛି। ତାଙ୍କ କଥା ମୋତେ ବହୁତ ଦୁଃଖ ଦେଇଥିଲା। ମୁଁ ପୁରା ପିଲାଦିନ ଏହି ଘରେ ବିତେଇଥିଲି ଆଉ ମୋତେ ସେ ଘର ପ୍ରତି ବହୁତ ଭଲ ପାଇବା ରହିଥିଲା। ତେଣୁ ମୋର କ'ଣ ଏତିକି ବି ହକ୍ ନଥିଲା ଯେ ମୋ ଦାଦା ଖୁଡ଼ିଙ୍କୁ ଭେଟିବାକୁ ଆସିପାରିବିନି? କିଛି ଦିନ ପରେ
ମୁଁ ଶାଶୁ ଘରକୁ ଫେରି ଆସିଲି। ଆଉ ଘରେ ପଶୁ ପଶୁ ଦେଖିଲି କି ମୋ ସ୍ୱାମୀ ଫିଟିକିରି ନେଇ ବାଥରୁମକୁ ଯାଉଛନ୍ତି। ଆଉ ମୁଁ ତାଙ୍କୁ ଦେଖା ବି ଗଲିନି। ମୁଁ ସେ ଘରେ ତାଙ୍କ ପାଇଁ ପୁରା ମାମୁଲି ଥିଲି। ସେ ତାଙ୍କ ପତ୍ନୀ ଠାରୁ ଅଧିକ ସେ ଫିଟିକିରିକୁ ଭଲ ପାଉଥିଲେ। କେବେ କେବେ ତ ମୁଁ ଭାବୁଥିଲି କି ଚୁପ୍ ରହିଯିବି ଆଉ ନିଜ ରାଗକୁ ନିୟନ୍ତ୍ରଣ କରିବି, ଆଉ ସେଇଟା ମୋର ଭାଗ୍ୟ ଲେଖା ବୋଲି ଭାବି ନେବି। କିନ୍ତୁ ପରେ ମନେ ପଡ଼ିଲା କି ମୁଁ କାହିଁକି ଚୁପ୍ ଅଛି? ଚିଲେଇ ଚିଲେଇ ମୋ ସ୍ୱାମୀଙ୍କ ସତ ବାହାରକୁ ଆଣିବା ଦରକାର। କିନ୍ତୁ ଏକଥା ମୁଁ କେବଳ ସ୍ୱପ୍ନରେ କରିପାରିଥାନ୍ତି, ସତରେ ନୁହେଁ। ଏବେ ନିଜକୁ ମୁଁ ଘର କାମରେ ବ୍ୟସ୍ତ ରଖିବା ଆରମ୍ଭ କରିଦେଲି। ସବୁ ଧ୍ୟାନ ଘର କାମରେ ଲଗେଇଦେଲି। ମୋ ଦାଦାଙ୍କ ଘରେ ବି ଚାକରାଣୀ ଥିଲି, ଆଉ ମୋ ସ୍ୱାମୀଙ୍କ ଘରେ ବି ଚାକରାଣୀର ଜୀବନ ବିତାଉଥିଲି। କିଛି ଦିନ ପରେ ଭାବିଲି କି ଏମିତି ଆଉ କେତେ ଦିନ ଜୀବନ ଯିବି? ମୋତେ ତାଙ୍କ ସହିତ ଏ ବାବଦରେ କଥା ହେବାକୁ ପଡ଼ିବ। ଦିନେ ମୁଁ ତାଙ୍କୁ ଇସାରାରେ ବୁଝେଇଦେଲି କି ତାଙ୍କ ମା ପିଲାପିଲି ପାଇଁ ଜିଦ୍ଦି କରୁଛନ୍ତି। ଏକଥା ଶୁଣି ମୋ ସ୍ୱାମୀଙ୍କୁ ଯେମିତି କରେଣ୍ଟ ଲାଗିଗଲା। ସେ ତୁରନ୍ତ କହିଲେ କି ଏବେ ସେମିତି କିଛି ବି ହୋଇପାରିବନି, ଆଉ ସେଇଟା ବିଲକୁଲ ବି ସମ୍ଭବ ନୁହେଁ। ଏକଥା କହି ସେ ରୁମ୍ରୁ ବାହାରି ପଳେଇଲେ। ମୁଁ ମୁଣ୍ଡକୁ ଧରି ବସି ପଡ଼ିଲି, କାରଣ ମୋର ପ୍ରଥମରୁ ତାଙ୍କ ଉପରେ ସନ୍ଦେହ ଥିଲା। ଆଉ ଏବେ ଭଲରେ ବିଶ୍ୱାସ ହୋଇଗଲା କି ମୋ ସ୍ୱାମୀ ନା ମର୍ଦ୍ଦ ବୋଲି। ଏଥିପାଇଁ ସେ ଫିଟିକିରିର ବାହାନା ବନେଇକି ପ୍ରତିଦିନ ବାଥରୁମକୁ ପଳାଉଛନ୍ତି, ପୁଣି ମୁଁ ଶୋଇବାକୁ ଅପେକ୍ଷା କରୁଛନ୍ତି। ଯେତେବେଳେ ମୁଁ ଶୋଇପଡ଼ୁଛି ସେ ବାଥରୁମରୁ ବାହାରି ଆସୁଛନ୍ତି, କାରଣ କିଏ ସ୍ୱାମୀ ବି ଏମିତି କରିବେନି। କିଏ ବି ସ୍ୱାମୀ ନିଜ ନୂଆ ସ୍ତ୍ରୀକୁ ଏକୁଟିଆ ଛାଡ଼ିକି ରାତି ସାରା ନିଜକୁ ବାଥରୁମରେ ବନ୍ଦ ରଖିବ? ମୋ ସ୍ୱାମୀଙ୍କର ଏ ରାଜ ଉପରୁ ପରଦା ହଟେଇବାକୁ ପଡ଼ିବ। ଆଉ ମୁଁ ସତ ଯେମିତି ହେଲେ ବି ଜାଣିକି ରହିବି, ଆଉ ସେ ସତକୁ ସବୁ ଲୋକଙ୍କ ସାମ୍ନାକୁ ଆଣିବି। ଦିନେ ରାତିରେ ମୁଁ ଶୋଇବାର ବାହାନା କଲି, ଆଉ କହିଲି କି ମୋତେ ବହୁତ ଜୋରରେ ନିଦ ଆସୁଛି, ତେଣୁ ନିଦରୁ ଉଠେଇବନି। ମୋ କଥା ଶୁଣି ତାଙ୍କ ଚେହେରାରେ କେମିତି ଏକ ଅଜବ ହସ ଚାଲି ଆସିଲା, ଯେମିତିକି ସେ ଏହାକୁ ଅପେକ୍ଷା କରିଥିଲେ। ସେ ରୁମ୍ ଲାଇଟ୍ ବନ୍ଦ କରିଦେଇ ସେଠାରୁ ପଳେଇଲେ। ବିଛଣାରେ ପଡ଼ୁ ପଡ଼ୁ ମୋତେ ନିଦ ଆସିଯାଏ, କାହିଁକି ନା ମୁଁ ସାରା ଦିନ ବହୁତ କାମ କରେ। ତେବେ ଆଜି ମୁଁ ନ ଶୋଇବା ପାଇଁ ବହୁତ ଚେଷ୍ଟା କଲି, କିନ୍ତୁ ନିଦ ଉପରେ ନିୟନ୍ତ୍ରଣ ନଥିଲା। ଘଣ୍ଟାଏ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମୋ ସ୍ୱାମୀ ଆସିଲେ। ମୋତେ ଗଭୀର ନିଦରେ ଥିବା ଦେଖି ଫିଟିକିରି ମୁଣି ନେଇ ବାଥରୁମ୍ ପଳେଇଲେ। ଯେତେବେଳେ ସେ ବାଥରୁମ୍ କବାଟ ବନ୍ଦ କଲେ, ମୁଁ ତୁରନ୍ତ ଉଠିପଡ଼ି ବାଥରୁମ୍ର ସ୍କାଇଲାଇଟ୍ ଆଡ଼କୁ ଚାଲିଲି। କିନ୍ତୁ ସ୍କାଇଲାଇଟ୍ ଉଚ୍ଚାରେ ଥିବାରୁ ଏକ ଚେୟାର ଆଣି ସେଥିରେ ଚଢ଼ିଗଲି। ସେତେବେଳକୁ ରାତି 2ଟା ବାଜିଥିଲା, ଆଉ ସମସ୍ତେ ବି ଶୋଇ ପଡ଼ିଥିଲେ। ଚେୟାର ଉପରେ ଭିତରେ କ'ଣ କରୁଛନ୍ତି ଦେଖିବାକୁ ଲାଗିଲି କି ମୋ ସ୍ୱାମୀ ବାଥରୁମ୍ ଭିତରେ କ'ଣ କରୁଛନ୍ତି। ଯେତେବେଳେ ମୁଁ ବାଥରୁମ୍ ଭିତରେ ସେ ଦୃଶ୍ୟ ଦେଖିଲି, ସତେ ଯେମିତି ମୋ ଆଖି ଆଗରେ ଅନ୍ଧାର ଛାଇଗଲା। ମୁଁ ଚେୟାରରୁ ପଡ଼ୁ ପଡ଼ୁ ରହିଗଲି। ମୋ ସ୍ୱାମୀ ଫିଟିକିରି ସହିତ କ'ଣ କରୁଥିଲେ? ହେଲେ ଏସବୁ କ'ଣ ଚାଲିଥିଲା? ମୋ ସ୍ୱାମୀଙ୍କର ମୁଣ୍ଡ ତ ଠିକ୍ ଥିଲା, ପୁଣି ମୁଁ ବଡ଼ କଷ୍ଟରେ ନିଜକୁ ସମ୍ଭାଳିଲି, ଆଉ ରୁମ୍କୁ ପଳେଇ ଆସିଲି। ରୁମ୍କୁ ଆସିବା କ୍ଷଣି ମୋ ଆଖିରେ ଲୁହ ଭରିଗଲା, ଆଉ ମୁଁ ଜୋର ଜୋର କାନ୍ଦିବାରେ ଲାଗିଲି। ମୋତେ ମୋ ଭାଗ୍ୟ ଉପରେ କାନ୍ଦ ଲାଗୁଥିଲା, କାହିଁକି ନା ଆଜି ମୁଁ ମୋ ସ୍ୱାମୀଙ୍କ ସତ ଜାଣି ଯାଇଥିଲି। କାହିଁକି ସେ ଆଜି ଯାଏ ମୋ ପାଖକୁ ବି ଆସୁନଥିଲେ, ଏକଥା ମୁଁ ଠିକରେ ଜାଣି ସାରିଥିଲି। ଆଉ ଏଇଟା ବି ନିଶ୍ଚିତ ହୋଇଯାଇଥିଲି କି ମୋ ଖୁଡ଼ୀ ବି ମୋ ସ୍ୱାମୀଙ୍କର ସତ ଜାଣିଥିଲେ ବୋଲି। ସେଥିପାଇଁ ସେ ମୋତେ ଏମିତି କଥା କହୁଥିଲେ। ସେ ମୋତେ ଜାଣି ଶୁଣି ସେ ନର୍କ ଭିତରକୁ ଠେଲିଥିଲେ। ନହେଲେ ମୋ ପାଇଁ ପ୍ରସ୍ତାବର କିଛି ବି କମି ନଥିଲା, କାରଣ ମୁଁ ବହୁତ ସୁନ୍ଦର ଥିଲି। ସେଥିପାଇଁ ଲୋକେ ମୋତେ ଦେଖିକି ପସନ୍ଦ କରୁଥିଲେ। ଖୁଡ଼ୀକୁ ଡର ଥିଲା କି ତାଙ୍କ ଝିଅଠୁ ମୋତେ ଭଲ ବର ମିଳି ନଯାଉ, ସେଥିପାଇଁ ସେ ମୋତେ ୟାଙ୍କ ସହିତ ବିବାହ କରେଇଥିଲେ। ମୁଁ ଖୁଡ଼ୀଙ୍କୁ କେବେ ବି କ୍ଷମା କରିବିନି। ତାଙ୍କୁ ମରିବା ପରେ ଭଗବାନଙ୍କ ସାମ୍ନାରେ ଜବାବ ଦେବାକୁ ପଡ଼ିବ। ଆଉ ଏକଥା ବି ମୁଁ ଜାଣିସାରିଥିଲି ଯେ ମୋ ଶାଶୁ ଓ ଶ୍ୱଶୁରାଲ ସ୍ୱାମୀଙ୍କର ଏକଥା ଜାଣିଥିଲେ। ସେମାନେ କେବଳ କର୍ତ୍ତବ୍ୟ ପୂରଣ ପାଇଁ ମୋ ସ୍ୱାମୀଙ୍କ ବିବାହ କରେଇ ଦେଇଥିଲେ, ଆଉ ମୋ ଜୀବନ ବର୍ବାଦ କରିଦେଇଥିଲେ। ଆଉ ବଦନାମ ଭୟରେ ମୁଁ କିଛି କହିପାରିନଥିଲି।
ଏମିତି କାରଣ ପାଇଁ ମୋ ପରି ଅନାଥ ଝିଅ ଏମିତି ଦଶା ଭୋଗୁଛନ୍ତି। କିନ୍ତୁ ମୁଁ ସେମିତିକା ଚୁପଚାପ ଝିଅ ନଥିଲି। ଚୁପ୍ ରହିଲେ ବି କଣ ପୁରସ୍କାର ମିଳିଥାନ୍ତା କି? ବରଂ ମୋ ଶାଶୁ ଶ୍ୱଶୁର ପିଲା ନହେବା ନିନ୍ଦା ସାରା ଜୀବନ କରିଥାନ୍ତେ। ଏବେ ଚିନ୍ତା ଥିଲା କି ମୁଁ କଣ କରିବି, କୁଆଡ଼େ ଯିବି। ମୋ ପାଖରେ ତ ମୁଣ୍ଡ ଗୁଜିବା ପାଇଁ କିଛି ଅଲଗା ସ୍ଥାନ ବି ନଥିଲା। ଖୁଡ଼ି ତାଙ୍କ ଘରକୁ ଯିବା ପାଇଁ ମନା କରିଦେଇଥିଲେ। କିନ୍ତୁ ମୁଁ ସ୍ଥିର କରିଦେଇଥିଲି କି ଚୁପ୍ ରହିବିନି। ମୋର କେହି ନାହାନ୍ତି ବୋଲି ମୋ ସ୍ୱାମୀ କଣ ମୋତେ ଧୋକାରେ ରଖିବେ କି? ମୋ ସ୍ୱାମୀ ବାହାରକୁ ଆସିବା ଯାଏ ମୁଁ ଅପେକ୍ଷା କଲି। ଯେତେବେଳେ ସେ ଦେଖିଲେ କି ମୁଁ ଶୋଇନି ତ ସେ ଚମକି ପଡ଼ିଲେ। ମୋ ରାଗରେ ତାଙ୍କୁ ଧରି ପକେଇଲି ଆଉ ଚିଲେଇକି କହିଲି କି ତମେ ମୋ ସହିତ ଏମିତି କାହିଁକି କଲ? ସବୁ ସତ କାହିଁକି ଲୁଚେଇଲ? ମୋ ସ୍ୱାମୀ ଏକଦମ ଅଜଣା ଆକ୍ଟିଂ କଲେ, ଯେମିତି ତାଙ୍କୁ କିଛି ବି ଜଣା ନାହିଁ। ତାଙ୍କର ଏମିତି ହରକତକୁ ନେଇ ଲାଗୁଥିଲା କି ତାଙ୍କୁ ଜୀବନରୁ ମାରିଦେବି। ସେ ଜାଣିନଥିଲେ କି ସେ ଯେଉଁ ଆକ୍ଟିଂ କରୁଥିଲେ ମୁଁ ସେଟା ଠିକରେ ବୁଝି ଯାଇଥିଲି। ସେ ବହୁତ ଚାଲାକ ବି ଥିଲେ। ମୁଁ ବୁଝିପାରୁନଥିଲି କି ହେଲେ ସେ କେଉଁ କାରଣରୁ ଆଜି ଯାଏ ମୋ ପାଖକୁ ଆସୁନଥିଲେ। ବୋଧେ ଏଇ କାରଣ ଥିଲା କି ସେ ନାମର୍ଦ ଥିଲେ। କିନ୍ତୁ ସେ ଏ ବିଷୟରେ କଥା ହେବାକୁ ଡରୁଥିଲେ। କାଳେ ତାଙ୍କର ବେଜତି ହୋଇଯିବ। ଏଥିପାଇଁ ସେ ବାହା ହୋଇ ନିଜର ସବୁ ଦୋଷ ନିଜ ସ୍ତ୍ରୀ ଉପରେ ଲଦି ଦେବା ପାଇଁ ଭାବୁଥିବେ। ମୋ ମନରେ ବାରମ୍ବାର ଅଜବ ଅଜବ ଖିଆଲ ଆସୁଥିଲା। ଏବେ ମୋ ବିବାହକୁ 4 ମାସ ହୋଇଯାଇଥିଲା ଆଉ ଏହି ଭିତରେ ମୁଁ ଲଗାତାର ଡିପ୍ରେସନର ଶିକାର ହେଉଥିଲି। ଆଜି ଯେତେବେଳେ ତାଙ୍କୁ ଧରିକି ପ୍ରଶ୍ନ କରୁଥିଲି ସେ ବିକଳ ହୋଇ ମୋତେ ଦେଖୁଥିଲେ, ଯେମିତି ମୁଁ ତାଙ୍କ ସତ ଜାଣିଦେଇଛି। ଯେତେବେଳେ ମୋ ସ୍ୱାମୀ ମୋ ପ୍ରଶ୍ନର କିଛି ଉତ୍ତର ଦେଲେନି, ତାପରେ ମୁଁ ମୋ ଜିନିଷପତ୍ର ବାନ୍ଧିବାକୁ ଆରମ୍ଭ କଲି। ତାଙ୍କୁ କହିଲି କି ତମକୁ ଲାଜ ଲାଗୁନି ଏମିତି ଘଟିଆ କାମ କରିବାକୁ? ମୁଁ ତମ ପରି ନାମର୍ଦ ଲୋକ ସାଥିରେ ରହିବାକୁ ଚାହୁଁନି। ଏହି କାରଣରୁ ତମେ ସେଇ ଘଟିଆ ଫିଟିକିରିକୁ ତମ ଜୀବନଠୁ ଅଧିକ ଭାବିକି ସମ୍ଭାଳିକି ରଖୁଛ। ମୋ ସ୍ୱାମୀ ଏବେ ବି ଆଶ୍ଚର୍ଯ୍ୟ ହୋଇ ମୋର କଥା ଶୁଣୁଥିଲେ। କିନ୍ତୁ ଏମିତି ଲାଗୁଥିଲା କି ସତେ ଯେମିତି ସେ ମୋ କଥାକୁ ବୁଝି ପାରୁନାହାନ୍ତି। ମୁଁ ସବୁ ଜିନିଷ ନେଇ ବାହାରକୁ ବାହାରିଗଲି। ସମସ୍ତେ ଶୋଇଥିଲେ। ମୁଁ ଗେଟ୍ ଯାଏଁ ପହଞ୍ଚିଛି କି ନା ମୋ ସ୍ୱାମୀ ଦୌଡ଼ିକି ଆସିଲେ ଆଉ ଜବରଦସ୍ତି ମୋ ହାତ ଧରି ମୋତେ ଭିତରକୁ ଟାଣିକି ନେଇଗଲେ। ମୁଁ ପାଟି କରିବାକୁ ଚେଷ୍ଟା କଲି ତ ତାଙ୍କ ହାତ ମୋ ମୁହଁରେ ଚାପି ଧରିଲେ ଆଉ ଧୀରେ ସେ କହୁଥିଲେ କି ଚୁପ୍ ରୁହ। ସେ ମୋତେ ରୁମକୁ ନେଇକି ଆସିଲେ ଆଉ ବେଡ୍ରେ ବସିବା ପରେ ରୁମ୍ କବାଟ ବନ୍ଦ କରିଦେଲେ ଆଉ ମୋତେ କହିଲେ କି ଏ କଣ ତମାସା କରି ଚାଲିଛ? ବାସ୍ ଚୁପ୍ କି ମୋ କଥା ଶୁଣ। ଆଉ ତମେ ରାତିରେ ଏତେ ଅନ୍ଧାରରେ କୁଆଡ଼େ ଯିବ? ତମେ କଣ ବାହାର ଲୋକଙ୍କୁ କହିବା ପାଇଁ ସୁଯୋଗ ଦେବ ନା କଣ? ତାଙ୍କ କଥା ଶୁଣି ମୋତେ ଅଧିକ ରାଗ ଲାଗିଲା। ମୁଁ କହିଲି କି ତମେ କଣ ଭାବୁଛ? ତମେ ସତକୁ ସମସ୍ତଙ୍କ ଠାରୁ ଲୁଚେଇକି ରଖିପାରିବ? ତମେ ବିବାହ ଯୋଗ୍ୟ ନୁହେଁ। ତମେ ଜଣେ ନାମର୍ଦ। ସାରା ଦୁନିଆକୁ ଏକଥା କହିବାକୁ ଚାହୁଁଛି। ତମେ ମୋ ଜୀବନ ସହିତ ଖେଳିଛ। ମୁଁ ତୁମକୁ କେବେ ବି କ୍ଷମା ଦେବିନି। ମୁଁ ନିଜ ଉପରେ ନିୟନ୍ତ୍ରଣ ହରାଇ ବସିଥିଲି। ଯାହା ପାଟିକୁ ଆସୁଥିଲା କହିଦେଉଥିଲି। ମୋ କଥା ଶୁଣି ମୋ ସ୍ୱାମୀ ଏକ ଜୋରଦାର ଚାପୁଡ଼ା ମାରିଲେ। ମୁଁ ତଳେ ପଡ଼ିଗଲି ଆଉ ଭୀଷଣ କଷ୍ଟ ହେଲା। କିନ୍ତୁ ସେହି କଷ୍ଟ ତ ହୃଦୟର କଷ୍ଟରୁ କମ୍ ଥିଲା। ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ ମୋ ସ୍ୱାମୀଙ୍କୁ ଅନେଇଲି ଆଉ କହିଲି କି ତମେ ଚାପୁଡ଼ା ମାରିବା ପରେ ବି ମୁଁ ଏ ଘରେ ଆଉ ରହିବିନି। ମୁଁ ଚିଲେଇଲି ଆଉ ସେ କହିଲେ କି ଚୁପ୍ କର, ସମସ୍ତେ ଉଠି ପଡ଼ିବେ। ତମେ ଯାହା ଭାବୁଛ ସେଇଆ ନୁହେଁ। ବୋଧେ ତମ ମନରେ ଭୁଲ ଧାରଣା ରହିଯାଇଛି। ମୁଁ ନାମର୍ଦ ନୁହେଁ। ବରଂ ମୁଁ ଗୋଟିଏ ବହୁତ ବଡ଼ ରୋଗର ଶିକାର ହୋଇଯାଇଛି, ଯେଉଁ କାରଣରୁ ମୋତେ ଜଣେ ବୈଦ୍ୟ ଏମିତିକା ଚିକିତ୍ସା କରିବା ପାଇଁ କହିଯାଇଛନ୍ତି। ଏଥିପାଇଁ ମୁଁ ସେ ଫିଟିକିରି ବ୍ୟବହାର କରୁଛି। ଆଗରୁ ତ ମୁଁ ପୁରା ଠିକ୍ ଥିଲି। କିନ୍ତୁ ଗତ 6 ମାସ ହେଲା ମୋ ଶରୀରରେ ଭୟଙ୍କର ଭାବରେ କୁଣ୍ଡେଇ ହେଉଥିଲା। ମୁଁ ବହୁତ କିଛି ଚିକିତ୍ସା କଲି। ବଡ଼ ବଡ଼ ଡାକ୍ତରଙ୍କୁ ଦେଖେଇଲି। ବହୁତ ସାରା ମହଙ୍ଗା ଔଷଧ ବି ଖାଇଲି। ଘରୋଇ ଉପଚାର ବି କଲି। କିନ୍ତୁ ମୋତେ ସେମିତି ବିଶେଷ ଫାଇଦା ହେଉନଥିଲା। ଆଉ ଏ ରୋଗ ବହୁତ ବଢ଼ି ଯାଇଥିଲା। ମୋତେ ବି ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିଲା। କିଛି ବର୍ଷ ଆଗରୁ
ଯେତେବେଳେ ମୋ ଦେହ ଖରାପ ହୋଇଥିଲା ସେତେବେଳେ ମୋର ରକ୍ତ ନେବାର ଆବଶ୍ୟକତା ଥିଲା। ଆଉ ସେତେବେଳେ ଜଣେ ଲୋକଠାରୁ ରକ୍ତ ନେବା ପରେ ମୁଁ ଏହି ରୋଗର ଶିକାର ହୋଇଯାଇଥିଲି। ଡାକ୍ତରଙ୍କର କହିବା କଥା ହେଲା ସେ ଲୋକର ରକ୍ତରେ ଆଲର୍ଜି ଥିଲା। ଏଥିପାଇଁ ମୋ ରକ୍ତକୁ ଆସି ଇନଫେକ୍ସନ ହୋଇଗଲା ଆଉ ସାରା ଦେହରେ ଆଲର୍ଜି ହୋଇଗଲା। ସେବେଠୁ ମୁଁ ଏମିତି ହାଲତରେ ରହିଛି। ଡାକ୍ତର କହିଥିଲେ କି ତମେ ଯଦି ଆଉ କେଉଁ ଲୋକ ପାଖକୁ ଯିବ ତାହେଲେ ସେହି ରୋଗ ସେ ଲୋକକୁ ବି ହୋଇପାରେ। ସେଥିପାଇଁ ମୁଁ ତମ ପାଖକୁ ବି ଆସୁନି। ଫିଟିକିରି ବ୍ୟବହାର କରିବା ଦ୍ୱାରା ମୋତେ କିଛି ଘଣ୍ଟା ଆରାମ ମିଳିଯାଉଥିଲା। ତେବେ ଚିନ୍ତା କେବଳ ଆଲର୍ଜିକ୍ ନଥିଲା, ଆଉ ଗୋଟିଏ ସମସ୍ୟା ବି ଥିଲା। ଯଦି ମୁଁ ତମ ପାଖକୁ ଆସିଥାନ୍ତି ତାହେଲେ ମୋର ଏ ରୋଗ ତମକୁ ବି ହୋଇଯାଇଥାନ୍ତା। ଏଇଟା କେଉଁ ସାଧାରଣ ରୋଗ ନୁହେଁ, ବହୁତ ଖରାପ ଆଉ ଡିଆଁ ରୋଗ। ମୁଁ ତମକୁ ଏ ରୋଗରୁ ଦୂରେଇ ରଖିବା ପାଇଁ ଚାହୁଁଥିଲି। ମୋର ତ ଚିକିତ୍ସା କେବେଠୁ ଚାଲିଛି, କିନ୍ତୁ ଧୀରେ ଧୀରେ ମୋର ସମସ୍ୟା ବଢ଼ି ବଢ଼ି ଚାଲିଛି। ମୋତେ ଜଣେ ପ୍ରସିଦ୍ଧ ବୈଦ୍ୟ କଥା କହିଥିଲେ, ଆଉ ସେ ବୈଦ୍ୟ ମୋର ପୁରା ଚେକଅପ୍ କରିବା ପରେ କହିଲେ କି ମୁଁ ଶୀଘ୍ର ସୁସ୍ଥ ହୋଇପାରିବି। ସେ ବୈଦ୍ୟ ମୋର ଚିକିତ୍ସା ଆରମ୍ଭ କରିଦେଇଥିଲେ। ଆଉ ଅନ୍ୟପଟରେ ଘର ଲୋକ ମୋ ବାହାଘର ପାଇଁ ବ୍ୟଗ୍ର ଥିଲେ, କାରଣ ମୋର ଜଣେ ଭଉଣୀ ଇଂଲଣ୍ଡରୁ ଆସିଥିଲା ଆଉ ସେ ମୋ ବିବାହର ଯୋଗ ଦେବା ଜରୁରୀ ଥିଲା, କାରଣ ସେ ଆଉ କିଛି ବର୍ଷ ଯାଏଁ ଆସିପାରିନଥାନ୍ତା। ମୁଁ ଘରେ ବାରମ୍ବାର ମନା କରିବା ସତ୍ତ୍ୱେ ବି ମୋ କଥା କେହି ଶୁଣିଲେନି ଆଉ ମୋତେ ନ ପଚାରି ବିବାହ ଠିକ୍ କରିଦେଲେ। ଆଉ ଆମର ବିବାହ ବି ହୋଇଗଲା। ଯେତେବେଳେ ମୁଁ ଏକଥା ବୈଦ୍ୟଙ୍କୁ କହିଲି ସେ କହିଲେ ଏବେ 2-3 ମାସ ତମେ ବିବାହ କରିନଥିଲେ ଭଲ ହୋଇଥାନ୍ତା। ଯେତେବେଳେ ଯାଏଁ ଚିକିତ୍ସା ନ ସରିଛି ତମେ କାହାର ବି ପାଖକୁ ଯିବନି। ତେଣୁ ମୁଁ ଘରେ କାହା ସହିତ ବି ମିଶୁନଥିଲି। ସେ ବୈଦ୍ୟଙ୍କ ଚିକିତ୍ସାରେ ଧୀରେ ଧୀରେ ମୋର ରୋଗ ଭଲ ହୋଇ ଆସୁଥିଲା। ତେଣୁ ତାଙ୍କ କଥା ମାନି ମୁଁ କାହା ସହିତ ମିଶୁନଥିଲି। ଭାବିଥିଲି ବିବାହ ପରେ ସବୁ କଥା ତମକୁ କହିଦେବି, କିନ୍ତୁ କେଜାଣି ତମକୁ ଏସବୁ କହିବାକୁ ସାହସ ହେଉନଥିଲା। ଆଉ ଏଇଟା ମୋର ସବୁଠୁ ବଡ଼ ଭୁଲ ଥିଲା, ଯେଉଁଥିପାଇଁ ତମେ ମୋତେ ଭୁଲ ବୁଝିଲ। ମୋର ଚିକିତ୍ସା ପାଇଁ ମୁଁ ସବୁଦିନ ଫିଟିକିରି ଘରକୁ ନେଇ ଆସୁଥିଲି ଆଉ ନୂଆ ଫିଟିକିରିରେ ଚିକିତ୍ସା ଚାଲୁଥିଲା। ଏଥିପାଇଁ ମୁଁ ପାଗଳ ପରି ଫିଟିକିରିକୁ ଯତ୍ନର ସହକାରେ ରଖୁଥିଲି ଆଉ ଶୀଘ୍ର ଭଲ ହୋଇ ଏକ ସାଧାରଣ ଜୀବନଯାପନ କରିବା ପାଇଁ ବ୍ୟଗ୍ର ଥିଲି। ତମ ସହିତ ବି ଜୀବନ ବିତେଇବା ପାଇଁ ମୁଁ ପୁରା ବ୍ୟଗ୍ର। ମୋ ଅସୁବିଧା ବାହାରୁ ତ କାହାକୁ ନଜର ଆସୁନି, କିନ୍ତୁ ମୁଁ ଭିତରେ ଭିତରେ ବହୁତ ଅସୁବିଧାରେ ଅଛି। ମୋତେ କ୍ଷମା କରିଦିଅ। ତମ ଉପରେ ମୁଁ ହାତ ଉଠେଇଲି ଆଉ ତମକୁ ମୋ ସତ ଲୁଚେଇଲି। ମୋ ସ୍ୱାମୀ ବହୁତ ଲଜ୍ଜିତ ଅନୁଭବ କରୁଥିଲେ। ମୋ ସ୍ୱାମୀଙ୍କ କଥାରେ ବିଶ୍ୱାସ ହୋଇଯାଇଥିଲା। ତାଙ୍କ ଆଖିରୁ ଲୁହ ବାହାରୁଥିଲା ଆଉ ସତ ବାହାରି ଆସୁଥିଲା। ମୁଁ କହିଲି କି ଯଦି ଏକଥା ଆଗରୁ ମୋତେ କହିଦେଇଥାନ୍ତ ତାହେଲେ ଏମିତି ହୋଇନଥାନ୍ତା। 3 ମାସ ହେଲା ମୁଁ ବି ଏତେ ଚିନ୍ତିତ ହୋଇନଥାନ୍ତି। ମୋ ମନରେ ତ ବିଭିନ୍ନ କଥା ଆସୁଥିଲା। ମୋ ବ୍ୟତୀତ ଆଉ ଯିଏ ବି ହୋଇଥାନ୍ତା ସେମିତି ଭାବିଥାନ୍ତା। ଆଉ ତମେ ବି କିଛି ଏମିତି କାମ କରୁଥିଲ, ମୋତେ ଲାଗିଲା କି ତମେ ମୋତେ ଧୋକା ଦେଉଛ। ମୁଁ ବି ତମକୁ କ୍ଷମା ମାଗୁଛି। ତମ ସହିତ ବହୁତ ଖରାପରେ କଥା ହୋଇଛି। ତମକୁ ବି ବୁଝିପାରିଲିନି ଆଉ କହିଲି କି ତମେ ଯେବେ ଯାଏଁ ପୁରା ଭଲ ନ ହୋଇଛ ତମର ଯତ୍ନ ନେବି। ଆମେ ପୁଣି ଏକ ହୋଇଗଲୁ ଆଉ ମୁଁ ମୋ ସ୍ୱାମୀଙ୍କର ଖୁବ୍ ଯତ୍ନ ନେଉଛି। ଭଗବାନଙ୍କ ଆଶୀର୍ବାଦ କି ସେ ରୋଗ ବି ଭଲ ହୋଇ ଆସୁଛି ଆଉ ଅଳ୍ପ ଦିନ ଭିତରେ ସେ ପୁରା ସୁସ୍ଥ ହୋଇଯିବେ ଆଉ ଆମେ ଏକାଠି ହୋଇଯିବୁ। କେବେ କେବେ ଆମେ ଆମ ଚିନ୍ତାଧାରାକୁ ସାଇଡ୍ କରି କେଜାଣି କେଉଁ କଥାରେ ହଜି ଯାଇଥାଏ। ଏମିତି ବହୁତ ସାରା ଭୁଲ ବୁଝାମଣା ଘର ବାବଦରେ କରିଦିଏ। ଆମେ ଆମ ଲାଇଫ୍ ପାର୍ଟନରକୁ ଠିକ୍ ଭାବରେ ବୁଝିବା ଦରକାର, କିନ୍ତୁ ଆମେ କେବଳ ଆମ ନିଜ କଥା ଚିନ୍ତା କରୁଛୁ। ଆମେ କେବେ ବି ଜାଣିବାକୁ ଚେଷ୍ଟା କରୁନୁ କି ସାମ୍ନାରେ ଥିବା ଲୋକ ସହିତ କ'ଣ ଘଟୁଛି ଆଉ ସେ କେଉଁ ଅସୁବିଧାରେ ଅଛି। ଯଦି ଆମେ ତାଙ୍କ ହୃଦୟକୁ ବୁଝିପାରି ତାଙ୍କ ସାଥ ଦିଅନ୍ତେ ତେବେ ସେ ସବୁଥିରେ ସଫଳ ହୋଇପାରନ୍ତେ। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି କି ସମସ୍ତଙ୍କୁ ବୁଝିବା, ସହିବା ଶକ୍ତି ଦିଅନ୍ତୁ, ଫଳରେ ସମସ୍ତେ ଖୁସିରେ ରହିପାରିବେ। ଏବେ ଆମ ବିବାହକୁ 7 ବର୍ଷ ବିତିଗଲାଣି। ମୋର
3 ବର୍ଷର ଝିଅ ବି ଅଛି। ଲାଗୁଛି କି ଆମ ଜୀବନରେ ଯେମିତି ସବୁ ସମସ୍ୟା ଦୂର ହୋଇଯାଇଛି। ଯାହାକୁ ମୁଁ ଏତେ ଭୁଲ ବୁଝିଥିଲି ସେ ଏତେ ଭଲ ବୋଲି ଜାଣିନଥିଲି। ଏବେ ମୁଁ ପୁରା ପରିବାର ସହିତ ସୁଖରେ ଅଛି। ଆଶା କରେ ଆପଣମାନେ ବି ଭଲରେ ଥିବେ। କାହାଣୀଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣେଇବେ। ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଧନ୍ୟବାଦ।